କଳିଙ୍ଗ ଟୁଡେର ଦ୍ୱିତୀୟ ଜନ୍ମବାର୍ଷିକ ଉତ୍ସବ ଏବଂ ସେହିଦିନ ପବିତ୍ର ଗଣେଶ ପୂଜା। ଏହି ଉପଲକ୍ଷେ ଜଟଣୀର ଅଗଣିତ ଜନସାଧାରଣଙ୍କୁ ଜଟଣୀ ବ୍ୟବସାୟୀ ମହାସଂଘର ସଭାପତି ହିସାବରେ ଅଶେଷ ଅଶେଷ ଧନ୍ୟବାଦ ଏବଂ ଶୁଭକାମନା। ଚଳିତ ବର୍ଷ ଗଣେଶ ପୂଜା ପ୍ରଭୁ ଗଜାନନଙ୍କ କୃପାରୁ ବହୁତ ସରସ ସୁନ୍ଦର ହେବ ବୋଲି ଆମେ ଆଶା ରଖିଛୁ ଏବଂ ଏ ବର୍ଷର ଗଣେଶ ପୂଜା ଗୋଟେ ନିଆରା ଢଙ୍ଗରେ ପାଳନ କରାଯିବ ବୋଲି ଜଟଣୀ ବ୍ୟବସାୟୀ ମହାସଂଘ ତାକୁ ନିଷ୍ପତ୍ତି ନେଇଛି। ଏବଂ କାରଣ ଏ ବର୍ଷ କୌଣସି ଡିଜେ ବାଜିବ ନାହିଁ, ପାରମ୍ପରିକ ବାଦ୍ୟ ଘଣ୍ଟ ଶଙ୍ଖ ମହୁରୀ ଇତ୍ୟାଦିରେ କମ୍ପିବ ଜଟଣୀ ସହର ସନ୍ଧ୍ୟା। ତେଣୁ କଳିଙ୍ଗ ଟୁଡେର ଦ୍ୱିତୀୟ ଜନ୍ମବାର୍ଷିକ ଉତ୍ସବରେ ମୁଁ ଅଭିନନ୍ଦନ ସମସ୍ତଙ୍କୁ ଜଣାଉଛି। କଳିଙ୍ଗ ଟୁଡେ ନିରପେକ୍ଷ ସମ୍ବାଦ ପ୍ରସାରଣ କରିବାରେ ଜଟଣୀରେ ନିଜର ସମ୍ମାନ ବଞ୍ଚାଇ ରଖିଛି। ତେଣୁ ଏହିଭଳି ନିରପେକ୍ଷ ପ୍ରସାର ଏବଂ ନିଜର ଯେଉଁ ନିରପେକ୍ଷ ସମ୍ବାଦ ପରିବେଷଣକୁ ବଜାୟ ରଖିବ ବୋଲି ଆମେ ଆଶାବାଦୀ। ଏବଂ କଳିଙ୍ଗ ଟୁଡେ ମାଧ୍ୟମରେ ଆମେ ଜଟଣୀର ଅଗଣିତ ଜନସାଧାରଣଙ୍କୁ ପବିତ୍ର ଗଣେଶ ପୂଜାକୁ 10 ଦିନ ଉପଭୋଗ କରିବା ସଙ୍ଗେ ସଙ୍ଗେ ପ୍ରଭୁ ଗଜାନନଙ୍କର ଆଶୀର୍ବାଦ ଲାଭ କରିବା ପାଇଁ ଆପଣଙ୍କ ଟିଭି ମାଧ୍ୟମରେ ଆମେ ଅଗଣିତ ଜନସାଧାରଣଙ୍କୁ ଅନୁରୋଧ କରୁଛୁ।